ଗୁଣପୁର ଗ୍ରାମରେ ଜଣେ ଛୋଟିଆ ପିଲା ଥିଲା। ତାର ନାମ ଥିଲା ରିଙ୍କୁ। ସେ ଗପ ଶୁଣିବାକୁ ବହୁତ ଭଲ ପାଉଥିଲା। ଗୋଟିଏ ଦିନ ଶୋଇବା ସମୟରେ ତା ଅଜାକୁ କହିଲା, ଅଜା ଅଜା ମୋତେ ଗୋଟିଏ ଗପ ଶୁଣାଇଲ। ଅଜା କହିଲା, ହଉ ତୁ କେଉଁ ଗପ ଶୁଣିବୁ? ରିଙ୍କୁ କହିଲା, ମୋତେ ସିଏ ଆଜି ଲୋଭୀ କୁକୁରର ଗପ ଟିକେ କହିଦିଅ। ଠିକ୍ ଅଛି, ତାହେଲେ ଶୁଣ। ବହୁତ ପୁରୁଣା ସମୟର କଥା। ଦୂର ଏକ ଅଞ୍ଚଳରେ ସୁଖସାଗର ନାମର ଗୋଟିଏ ସୁନ୍ଦର ଗାଁ ଥିଲା। ଏହି ଗାଁଟି ତିନି ଦିଗରୁ ସବୁବେଳେ ଜଙ୍ଗଲ ଓ ଏକ ଦିଗରୁ ଏକ ବିସ୍ତୃତ ନଦୀ ଦ୍ୱାରା ଘେରାଯାଇଥିଲା। ସକାଳେ ନଦୀରେ ପାଣିରେ ସୂର୍ଯ୍ୟ କିରଣ ପଡ଼ି ଚମକୁଥିଲା। ପକ୍ଷୀମାନେ ମିଠା ଗୀତ ଗାଉଥିଲେ ଓ ଗାଁଟି ଧୀରେ ଧୀରେ ଜୀବନ ଭରି ଉଠୁଥିଲା। ସୁଖସାଗର ଗାଁର ଲୋକମାନେ ବହୁତ ସରଳ ଓ ଦୟାଳୁ ଥିଲେ। ସୁଖସାଗର ଗାଁର ଲୋକମାନେ ବହୁତ ସରଳ ଓ ଦୟାଳୁ ଥିଲେ। ସେମାନେ ପରସ୍ପର ସହଯୋଗ କରୁଥିଲେ, ଭୋକା ଲୋକକୁ ଖାଇବା ଦେଉଥିଲେ ଓ ପଶୁପକ୍ଷୀଙ୍କୁ ମଧ୍ୟ ନିଜ ସନ୍ତାନ ପରି ସ୍ନେହ କରୁଥିଲେ। ଏହି ଗାଁରେ ଅନେକ କୁକୁର ରହୁଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ସବୁଠାରୁ ଅଲଗା ଥିଲା। ସେ କୁକୁରଟିର ନାମ ଥିଲା କାଳିଆ। କାଳିଆ ଦେଖିବାକୁ ସାଧାରଣ କୁକୁର ପରି ଥିଲା। କଳା ରଙ୍ଗର ଶରୀର, ଲମ୍ବା ପୁଚ୍ଛ ଓ ଚଞ୍ଚଳ ଆଖି। ଗାଁର ପିଲାମାନେ ତା ସହ ଖେଳୁଥିଲେ, ବୁଢ଼ାମାନେ ତାକୁ ରୁଟି ଦେଉଥିଲେ। କାଳିଆ କେବେ ଭୋକା ରହୁନଥିଲା, ତଥାପି ତାର ମନ ସଦା ଅସନ୍ତୁଷ୍ଟ ଥିଲା। କାରଣ କାଳିଆ ଥିଲା ଅତ୍ୟଧିକ ଲୋଭୀ। ଯଦି କେହି ତାକୁ ଗୋଟିଏ ରୁଟି ଦେଉଥିଲେ, ସେ ତାହା ଖାଇ ସାରି ଚାରିପାଖେ ଦେଖୁଥିଲା, ଆଉ କେହି ମୋତେ କିଛି ଦେବେନି। ଯଦି ଦୁଇଟି ମିଳୁଥିଲା, ସେ ତିନିଟା ଚାହୁଁଥିଲା। ଯଦି ମାଂସ ମିଳୁଥିଲା, ସେ ଭାବୁଥିଲା ଆଉ ଅଧିକ ମିଳିଲେ କେତେ ଭଲ। ଅନ୍ୟ କୁକୁରମାନେ ଯେତେ ମିଳୁଥିଲା ସେତେ ସନ୍ତୁଷ୍ଟ ହୋଇ ଶାନ୍ତିରେ ବିଶ୍ରାମ କରୁଥିଲେ, କିନ୍ତୁ କାଳିଆ କଦାପି ଶାନ୍ତି ପାଉନଥିଲା। ଲୋଭ ତାହାର ମନକୁ ସବୁବେଳେ ଅଶାନ୍ତ କରି ରଖୁଥିଲା। ଦିନେ ଗାଁରେ ବଡ଼ ଉତ୍ସବ ହେଲା। ସେଦିନ ଗାଁର ପ୍ରତ୍ୟେକ ଘରେ ପର୍ବ ପାଳନ ହେଉଥିଲା। ମାଂସ, ପିଠା, ପାୟସ, କ୍ଷୀରି ସବୁ ରନ୍ଧା ହେଇଥିଲା। ହାଣ୍ଡିରୁ ହାଣ୍ଡିକୁ ସୁଗନ୍ଧ ବାହାରୁଥିଲା। ସମଗ୍ର ଗାଁ ଆନନ୍ଦରେ ଭରି ଯାଇଥିଲା। କାଳିଆ ସେଦିନ ବହୁତ ଖୁସି ଥିଲା। ସେ ଭାବୁଥିଲା, ଆଜି ତ ନିଶ୍ଚୟ ଭଲ ଭଲ ଖାଇବାକୁ ମିଳିବ। ସେ ଘରେ ଘରେ ଘୁରୁଥିଲା। କେଉଁଠି ଟିକିଏ ଭାତ, କେଉଁଠି ରୁଟି ମିଳିଲା, କିନ୍ତୁ ହଠାତ୍ ସେ ଗୋଟିଏ ଘର ପଛପଟେ ଏକ ବଡ଼ ଓ ରସାଳ ମାଂସର କୁକୁଡ଼ା ପଡ଼ିଥିବା ଦେଖିଲା। କାଳିଆର ଆଖି ଚମକି ପଡ଼ିଲା। ସେ ଭାବିଲା, ଏତେ ବଡ଼ ମାଂସ, ଏହା ଖାଇଲେ ମୋ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ରହିବ। ସେ ଚାରିପାଖେ ଦେଖିଲା, କେହି ନାହାନ୍ତି। ସେ ତୁରନ୍ତ ମାଂସଟିକୁ ମୁହଁରେ ଧରିଲା, କିନ୍ତୁ ସେ ଭାବିଲା, ଏଠାରେ ଖାଇଲେ କେହି ଦେଖିବେ। ମୁଁ ଟିକିଏ ଦୂରରେ ନେଇକି ଏହାକୁ ଖାଇବି। ସେ ଗାଁ ଛାଡ଼ି ନଦୀ ଦିଗକୁ ଚାଲିଲା। ନଦୀ ଉପରେ ଏକ ପୁରୁଣା କାଠର ପୋଲ ଥିଲା। ସେହି ପୋଲ ଦେଇ ଯାଉଥିବା ବେଳେ କାଳିଆ ହଠାତ୍ ତଳକୁ ଚାହିଁଲା। ନଦୀର ସ୍ୱଚ୍ଛ ପାଣିରେ ସେ ଗୋଟିଏ କୁକୁର ଦେଖିଲା। ଠିକ୍ ତାହାପରି ସେହି କୁକୁର ମୁହଁରେ ମଧ୍ୟ ଏକ ମାଂସ ରହିଥିଲା। ଆରେ ରିଙ୍କୁ, ଶୁଣୁଛୁ ତ? କି ଶୋଇଲୁଣି? ନାଇଁ ଅଜା, ମୁଁ ଶୁଣୁଛି, ତମେ କୁହ। କାଳିଆର ଲୋଭ ଆଉ ବଢ଼ିଗଲା। ସେ ଭାବିଲା, ମୋ ପାଖରେ ଗୋଟିଏ ମାଂସ ଅଛି। ଯଦି ମୁଁ ତଳର କୁକୁରଟିକୁ ଡରେଇ ଦେଉଛି, ତେବେ ତାହାର ମାଂସ ମଧ୍ୟ ମୋର ହେବ। ତାହେଲେ ମୋ ପାଖରେ ଦୁଇଟି ମାଂସ ହେବ। ଲୋଭ ତାର ବୁଦ୍ଧିକୁ ସମ୍ପୂର୍ଣ୍ଣ ଅନ୍ଧ କରିଦେଲା। ଏକ ମୁହୂର୍ତ୍ତ ବି ଚିନ୍ତା ନ କରି ସେ ଲୋଭରେ ଭୋ ଭୋ କରି ଭୁକିଲା। ଭୁକିବା ସହିତ ମୁହଁ ଖୋଲିଗଲା ଓ ମାଂସଟି ନଦୀରେ ପଡ଼ିଗଲା। ନଦୀରେ ତେଲ ପାଣି ମାଂସଟିକୁ ଦୂରେ ବୁହାଇ ନେଲା। କାଳିଆ ନିଶ୍ଚଳ ହୋଇ ରହିଗଲା। ସେ ତଳକୁ ଆଉ ଥରେ ଚାହିଁଲା। ସେହି କୁକୁରଟି ମଧ୍ୟ ନଥିଲା। ସେତେବେଳେ ସେ ବୁଝିପାରିଲା, ନିଜର ପ୍ରତିଛବିକୁ ଅନ୍ୟ କୁକୁର ଭାବିଥିଲେ। ଭୋକ, ଲଜ୍ଜା ଓ ପଶ୍ଚାତାପ ତାହାର ମନକୁ ଭରିଦେଲା। ଖାଲି ପେଟ ଓ ଭାରୀ ମନ ନେଇ ସେ ଗାଁକୁ ଫେରିଗଲା। ସେ ଶିଖିଲା, ଯାହା ମିଳେ ସେଥିରେ ସନ୍ତୁଷ୍ଟ ରହିବା ହିଁ ସତ୍ୟ ସୁଖ। ଶୁଣିଲୁ ତ ରିଙ୍କୁ, ଗପଟି କେମିତି ଲାଗିଲା?
ହଁ ଯା ଭଲ ଲାଗିଲା। ବେଶୀ ଲୋଭ ହେଲେ ଏମିତି ହୁଏ। ହଁ ବେଶୀ ଲୋଭ କଲେ ଯାହା ଆମ ପାଖରେ ଅଛି ସେଥିକୁ ମଧ୍ୟ ହରେଇବାକୁ ପଡ଼େ। ସନ୍ତୁଷ୍ଟି ହିଁ ଜୀବନର ସର୍ବୋତ୍ତମ ଧନ।